ସେହି ଜାଗାରେ କିଛି ବି କୁହନ୍ତୁ ନାହିଁ, ଯେଉଁ ଜାଗାରେ ଆପଣଙ୍କ ଶବ୍ଦର କୌଣସି ମୂଲ୍ୟ ନଥାଏ। କାହିଁକି ନା ଏଭଳି ଜାଗାରେ କହିବା ଦ୍ୱାରା କେବଳ ନିଜର ଆତ୍ମସମ୍ମାନ ହିଁ ହାନି ହୋଇଥାଏ। ଯଦି ଅନ୍ୟ କାହାର କଷ୍ଟକୁ ଦେଖି ଆପଣଙ୍କୁ କଷ୍ଟ ହେଉଛି, ତେବେ ଜାଣି ନିଅନ୍ତୁ ଆପଣଙ୍କ ହୃଦୟରେ ଭଗବାନ ବିରାଜମାନ କରିଛନ୍ତି ଏବଂ ଭଗବାନ ସବୁବେଳେ ଆପଣଙ୍କ ସାଙ୍ଗରେ ଅଛନ୍ତି। ମଣିଷର ବର୍ତ୍ତମାନର ପରିସ୍ଥିତିକୁ ଦେଖି କେବେ ବି ତାକୁ ଉପହାସ କିମ୍ବା ଅପମାନ କରନ୍ତୁ ନାହିଁ। କାହିଁକି ନା ସମୟର ଏତେ ଶକ୍ତି ଅଛି ଯେ ସେ ରାଜାକୁ ବି ଭିକାରୀ କରିଦେଇପାରେ ଏବଂ ଭିକାରୀକୁ ବି ରାଜା ବନେଇ ଦେଇପାରେ। ମଣିଷର ଚେହେରା ଚିହ୍ନିବା ସହଜ ହୋଇଥାଏ, କିନ୍ତୁ ଚେହେରା ପଛରେ ଲୁଚି ରହିଥିବା ଉଦ୍ଦେଶ୍ୟକୁ ଚିହ୍ନିବା ବହୁତ କଷ୍ଟ ହୋଇଥାଏ। କାହିଁକି ନା ମଣିଷର ଚେହେରା ପଛରେ ଆଉ ଗୋଟିଏ ଚେହେରା ଲୁଚିକି ରହିଥାଏ, ଯାହାକୁ ଚିହ୍ନିବା ବହୁତ କଷ୍ଟ ହୋଇଥାଏ।